ହ୍ୟାଲୋ ସାଙ୍ଗମାନେ ଜୟ ଜଗନ୍ନାଥ। ତ ଆଜିର ଭିଡ଼ିଓରେ ଦେଖନ୍ତୁ କି ତ ଯେମିତିକି ଆମର ପୁରୁଣା ଏମିତି କିଛି ଶାଢ଼ୀ ଗୁଡ଼ିକରେ ତ ଆମେ ବହୁତ ହି ସୁନ୍ଦର ଜିନିଷଟେ ବନେଇ ପାରିବା ଯାହାକି ବହୁତ ହି ସହଜ। ଦେଖନ୍ତୁ ଏଇ ଟାଇପ୍ରେ କୌଣସି ଗୋଟେ ଯେମିତିକି ସ୍ଲାକ୍ସର ପ୍ୟାଣ୍ଟ ହଉ କି ଆପଣଙ୍କର ଯେକୌଣସି ବି ଏମିତି ଗୋଟେ ପ୍ୟାଣ୍ଟକୁ ନେଇଯିବେ ଯାହାକି ବଡ଼ ସାଇଜ୍ ହଉ କି ଛୋଟ ସାଇଜ୍ରେ ଏମିତି କିଛି ନେଇଯିବା। ତ ତାପରେ ଆମର ଶାଢ଼ୀଟିକୁ କ'ଣ କରିବା ନା ତାପରେ କି ଏମିତି ଯୋଉ ଟାଇପ୍‌ରେ ଆମେ ତାକୁ ପ୍ୟାଣ୍ଟଟିକୁ ଦେଖିଲେ କି ତାକୁ ବାନ୍ଧିକି ଏମିତି ରବର ଟିକେ ଦେଇକି ଲଗେଇ ଦେଇଥିଲେ। ତାପରେ ଏଇ ମଝିରେ କି ଆମକୁ କ'ଣ କଲୁ ନା ଆମେ ୟାକୁ ଯାହାକି ପୁରୁଣା ଏମିତି କିଛି ଶାଢ଼ୀ ଗୁଡ଼ିକ ଆପଣ ଚାହିଁଲେ କାଟିପାରିବେ, ନହେଲେ କି ଏମିତିରେ କି ରଖିପାରିବେ। ତ ତାପରେ ଆମେ ୟାକୁ କ'ଣ କରିବା ନା ଏଇ ଟାଇପ୍‌ରେ ଏମିତି ରଖିଲା ପରେ କି ଯାହାକି ଆମକୁ ବିଲକୁଲ ହିଁ କାଟିବା ପାଇଁ ପଡ଼ିବନି କି ଆମକୁ ତ ସିଲେଇ କରିବା ପାଇଁ ବି ପଡ଼ିଲାନି। ତ ଏତେ ବଢ଼ିଆ ଜିନିଷଟେ ବନିଯିବ। ତ ଦେଖିଲେ ଆପଣଙ୍କର ବହୁତ ହି ବଢ଼ିଆ ଲାଗିବ ଆଉ ବହୁତ ହି କମ୍ ସମୟରେ ବି ଆପଣ ବନେଇ ପାରିବେ। ତ ଏମିତି କୌଣସି ଗୋଟେ ରବରଟିକୁ ଲଗେଇ ନବା। ଲଗେଇ ନେଇ ସାରିଲା ପରେ କି ଦେଖନ୍ତୁ ଗୋଟିଏ ଛୋଟ ପିଲା ଟାଇପ୍‌ରେ ଯେମିତିକି ଡିଜାଇନରେ ଆମେ ତ ଆମର ବେଡ୍‌ରେ ହଉ, ସୋଫାରେ ହଉ ତ ଏଇଥିରେ କି ପକେଇଥାଉ। ତ ଦେଖନ୍ତୁ ଏଇ ଟାଇପ୍‌ରେ କେତେ ସୁନ୍ଦର ଭାବରେ କି ରହିଲା, ବିଲକୁଲ ହିଁ ଜଣାପଡ଼ିବ ନାହିଁ। ତ ଏମିତିରେ କି ଆପଣ ବହୁତ ହି ବଢ଼ିଆ ଭାବରେ ସଜେଇକି ରଖିପାରିବେ। ତ ଏମିତି ଦେଖନ୍ତୁ ମୁଁ ପୁରା ଛୋଟରେ ବନେଇଛି, ଯାହାକି ଛୋଟ ପ୍ୟାଣ୍ଟରେ। ତ ଆପଣ ଚାହିଁଲେ ବଡ଼ ସାଇଜ୍‌ରେ ବି ବନେଇ ପାରିବେ, ତ ନହେଲେ କି ବି ଛୋଟରେ ବି। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ତ ତାପରେ ଦେଖନ୍ତୁ ଆମର ବହୁତ ହି ସୁନ୍ଦର ଜିନିଷଟେ ଆହୁରି ବଢ଼ିଆଟେ ରହିଛି। ତ ଏମିତି ଦେଖନ୍ତୁ କି ଶାଢ଼ୀ ଗୁଡ଼ିକ ଦେଖନ୍ତୁ ଯେତେବେଳେ କି ଏମିତି କି ପୁରୁଣା ହେଇଗଲା ପରେ ଶାଢ଼ୀରେ ଦେଖନ୍ତୁ ଏଇ ଟାଇପ୍‌ରେ ଆମର ତାର ବର୍ଡରରେ ତ ତାକୁ ଆମକୁ ଯଦିକି ଆପଣଙ୍କର ଏମିତି କୌଣସି କଟ୍ ପିସ୍ ବି ରହିଛି ତ ଏଇ ଶାଢ଼ୀରେ ଦେଖନ୍ତୁ ତ ତାକୁ ଏଇ ଟାଇପ୍‌ରେ ଦେଖନ୍ତୁ ତାର ବର୍ଡର ଶାଢ଼ୀ ବର୍ଡରରେ ଏମିତି ତାକୁ ଆମକୁ ଯଦି ଆପଣ ନ ୟୁଜ୍ କରୁଛନ୍ତି ତାହେଲେ କି ଏମିତି ତାକୁ ବାହାର କରିନେବେ, କାଟି ନେବେ। ତ ତାପରେ କି ଆପଣଙ୍କର ଯେକୌଣସି ବି ଏମିତି ଶାଢ଼ୀ ହଉ ଆପଣଙ୍କର ପସନ୍ଦ ହିସାବରେ ଯଦି ବ୍ୟବହାର ନ ହେଉଛି ତାହେଲେ କି ଆମେ ଆକୁ କ'ଣ କରିବା ନା ତ ଏମିତିରେ କି ତାକୁ ମୋଡ଼ି ନେଇ ସାରିଲା ପରେ କି ତ ଏଇ ଟାଇପ୍‌ରେ ଆମେ ଆକୁ ପୁରାପୁରି ସିଲେଇ କରି ନବା। ଯାହାକି ବହୁତ ହି ବଢ଼ିଆ ଆପଣଙ୍କର ବନେଇ ସାରିଲା ପରେ ଆପଣ ଦେଖିବେ ଯେ ଏତେ ବଢ଼ିଆ ଭାବରେ ତ ଆପଣ ବନେଇ ପାରିବେ ଯାହାକି ଆପଣଙ୍କର ହାତରେ ଏମିତି ସିଲେଇ କରିକି ବି ବହୁତ ହି ବଢ଼ିଆ ସେ ଏମିତି ବନେଇ ନେବେ। ତ ଆକୁ ଦେଖନ୍ତୁ ଏଇଥିରେ କି ଆମକୁ ସିଲେଇ କରି ନବା। ତ ସିଲେଇ କରିସାରିଲା ପରେ କି ତ ଆମକୁ ଦେଖନ୍ତୁ ଏଇଠି ପୁରାପୁରି ଲାଷ୍ଟ ପର୍ଯ୍ୟନ୍ତ ଆମକୁ ସିଲେଇ କରି ନେବାର ଅଛି। ତ ତାପରେ କି ଏଠି ଦେଖନ୍ତୁ ଆମକୁ ସିଲେଇ କରି ନେଇ ସାରିଲା ପରେ ଆମେ କ'ଣ କରିବା ନା ଏବେ ତାକୁ ଆମକୁ ପୁରାପୁରି ନଉଟେଇ ନେବା। ଯାହାକି ସିଲେଇ ଗୁଡ଼ିକ ସାଇଡ଼୍‌ରେ ରହିଛି ତାକୁ ଆମକୁ ଭିତରକୁ ଦେଇଦେବା। ତ ଏମିତି ଗୋଟେ ସେପ୍ଟୋ ପିନ୍‌ରେ କ'ଣ କରିବୁ ନା ତାକୁ ଏମିତି ଲଗେଇ ନେବା। ଲଗେଇ ନେଇ ସାରିଲା ପରେ କି ତାକୁ ଆମେ ପୁରାପୁରି ସିଧା କରି ନେବା। ତ ଏଇଥିରେ କି ଆମେ ଦେଖନ୍ତୁ ଏଥିରେ କି ଆମକୁ ପୁରାପୁରି ଏଇଥିରେ ଆମେ ତାକୁ ସିଧା କରି ନେବା। ତାପରେ ଠିକ୍ ସେ ଦେଖନ୍ତୁ ଏମିତିରେ କି ଆମେ ଆକୁ ଭଲ ଭାବରେ କି ପୁରା ଠିକ୍ କରିନେଲା ପରେ କି ତ ତାପରେ କି ଆମକୁ ବହୁତ ହି ବଢ଼ିଆ ଯାହାକି ଆମେ ଆଣିଥାଉ ମାର୍କେଟରୁ ଏମିତିକି ତ ଆଣିଥାଉ। ତ ହେୟାର୍ ରିବନ୍ ଗୁଡ଼ିକ ତ ବନେଇ ସାରିଲା ପରେ ଦେଖିବେ କି ବହୁତ ହି ସୁନ୍ଦର ଭାବରେ ବନିଯିବ ଯାହାକି ଆପଣ ତ ଏମିତି ଦେଖନ୍ତୁ ତାକୁ ସିଧା କରିନେଲା ପରେ ଏଇଥିରେ କି ତାକୁ ସେପ୍ଟୋ ପିନ୍‌ଟିକୁ ଆମକୁ ବାହାର କରିନେବାର ଅଛି। ତ ଏମିତିରେ ଆମେ ଆକୁ ତ ଏଇ ଟାଇପ୍‌ର ଆମେ ଆକୁ ସିଧା କରିସାରିଲା ପରେ ତ ଦେଖିବେ କି ଯେମିତିକି ଆପଣଙ୍କର ବ୍ୟବହାର ନ ହେଉଥିବା ଯେମିତିକି ରିବନ୍ ଗୁଡ଼ିକ ତ ଥାଏ ତ ନହେଲେ କି କୌଣସି ଗୋଟେ ରବର ଟାଇପ୍‌ରେ ଏମିତି କିଛି ନେଇଯିବେ। ତ ଏଠି ମୁଁ ଦେଖନ୍ତୁ ଯାହାକି ଏମିତି ରିବନ୍‌ଟି ପୁରାପୁରି ଆପଣଙ୍କର ଟିକେ ବଡ଼ ସାଇଜ୍‌ରେ ରହିଯାଇଛି। ଯଦି କି ଆପଣଙ୍କର ଛୋଟ ସାଇଜ୍‌ରେ ବି ତ ବନେଇବା ପାଇଁ ଚାହୁଁଥିବେ ତାହେଲେ କି ଛୋଟ ସାଇଜ୍‌ରେ ବି ନେବେ, ନହେଲେ କି ବଡ଼ ସାଇଜ୍‌ରେ ଏମିତିକି ନେଇଯିବେ। କୌଣସି ଗୋଟେ ଏମିତି ରବରଟିକୁ ଭଲ ଭାବରେ ତ କାଟି ନେବା। କାଟି ସାରିଲା ପରେ କି ମଝିରେ ତାର ଏମିତିକି ଲଗେଇ ନେବା। ଲଗେଇ ସାରିଲା ପରେ ତ ଦେଖନ୍ତୁ ଆକୁ ଯାହାକି ଆମକୁ ସିଲେଇ କରିଥିଲୁ ଆମେ ତ ସେ ଯୋଉ ଟାଇପ୍‌ରେ ଆମେ ସିଲେଇ କଲେ ଆପଣ ଦେଖିଲେ ତ ସେଇ ଟାଇପ୍‌ରେ ଏମିତି କିଛି ସିଲେଇ କରିନେବେ। ସିଲେଇ କରିନେଇ ସାରିଲା ପରେ ଗୋଟିଏ ଏମିତି କିଛି ଆମର ରିବନ୍‌କୁ ଯଦିକି ଆପଣ ବ୍ୟବହାର ନ କରୁଛନ୍ତି ଯଦିକି ଏମିତିରେ ବି ରହିଛି ତ ତାହେଲେ ତାକୁ ବି ଏମିତି ନେଇପାରିବେ ଯାହାକି ଆପଣଙ୍କର ବେକାର ପଡ଼ିଥିବା ଜିନିଷରେ ତ ବହୁତ ହି ସୁନ୍ଦର ଜିନିଷ ଗୁଡ଼ିକ ବନେଇ ପାରିବେ ଯାହାକି ଆପଣଙ୍କର ୟୁଜ୍ ବି କରିପାରିବେ। ତ ଏମିତି ଦେଖନ୍ତୁ ତାକୁ ଏଇଥିରେ କି ତ ଏମିତିରେ କି ଲଗେଇ ନେବା। ଲଗେଇ ନେଇ ସାରିଲା ପରେ ଏମିତି ଦୁଇଟି ଭଲ ଭାବରେ ତାର ଠିକ୍ ସେ ଏମିତି ଦେଖନ୍ତୁ ସିଲେଇ କରି ନେବା। ନହେଲେ କି ଗଣ୍ଠିରେ ବି ଏମିତି ଲଗେଇ ନେବା। ତ ଭଲ ଭାବରେ ଏମିତି ଲଗେଇ ନେଇ ସାରିଲା ପରେ କି ତାର ଯାହାକି ଏମିତି ସାଇଡ଼୍‌ରେ ଦୁଇ ସାଇଡ଼୍‌ରେ ଟିକେ ଫାଙ୍କା ଟାଇପ୍‌ରେ ରହିବ, ସୂତା ଗୁଡ଼ିକ ବାହାରି ପଡ଼ିଛି। ତାକୁ ଭିତରକୁ ଆମକୁ ଏମିତି ଦେଇଦେବା। ଭଲ ଭାବରେ ଭିତରକୁ ଦେଇ ସାରିଲା ପରେ କି ଆମେ ତାକୁ ଭଲ ଭାବରେ ଜଏଣ୍ଟ କରିକି ତାକୁ ସିଲେଇ କରି ନେବା। ତାକୁ ସିଲେଇ କରି ନେଇ ସାରିଲା ପରେ କି ତ ଦେଖନ୍ତୁ ଏଇଥିରେ କି ଭଲସେ ସମାନ କରିକି ରଖିନେବା, ସିଲେଇ କରିନେବା। ତାପରେ କି
ଦେଖନ୍ତୁ ଏମିତିରେ ଭିତରକୁ ସୂତା ଯାହାକି ସୂତା ଗୁଡିକ ଟିକେ ଟିକେ ବାହାରି ଯାଇଥିଲା, ତ ତାକୁ ଆମକୁ ଭିତରକୁ ଦେଇଦବା। ତାପରେ ଆମକୁ ସିଲେଇ କରି ନବାର ଅଛି। ତ ଆପଣ ଏମିତିକି ଯାହାକି ଆପଣଙ୍କର ତ ଏମିତି ଘରେ ହାତରେ ଏମିତି ଛୁଞ୍ଚି ସୂତାରେ ସିଲେଇ କରିପାରିବେ। ମେସିନ୍ ବି ଆମକୁ ଦରକାର ପଡ଼ିବନି। ତ ଏମିତିରେ ବି ଆରାମସେ ଆକୁ ସିଲେଇ କରିକି ଆପଣ ୟୁଜ୍ କରିପାରିବେ। ଦେଖନ୍ତୁ କେତେ ବଢ଼ିଆ ସେ ଏମିତି ହେୟାର ରିବନଟେ ବନିଗଲା। ଯାହାକି ଆପଣ ଯୋଉ ଟାଇପ୍‌ରେ ବି ଚାହୁଁଥିବେ, ଛୋଟ ଛୋଟ ସାଇଜ୍‌ରେ ବି ଚାହୁଁଥିବେ, ଛୋଟ ଛୋଟ ସାଇଜ୍‌ରେ ଏମିତି ବନେଇ ପାରିବେ, ବଡ଼ରେ ବି ବନେଇ ପାରିବେ। ଦେଖନ୍ତୁ ଏଇଠି ମୁଁ ବଡ଼ ସାଇଜ୍‌ରେ ନେଇଛି। ତ କେତେ ବଢ଼ିଆ ଦେଖାଯାଉଛି ଦେଖିବାକୁ ଦେଖନ୍ତୁ। ତ ଏଇ ଟାଇପ୍‌ର ଏମିତିକି ବନେଇକି ଆପଣ ଲଗେଇ ପାରିବେ, ଆପଣଙ୍କ ହେୟାରରେ ଲଗେଇ ପାରିବେ, ଯାହାକି ବହୁତ ହି ବଢ଼ିଆ ଲାଗିବ। ବିଲକୁଲ ହିଁ ଜଣା ପଡ଼ିବନି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ତ ଏମିତିରେ କି ଆପଣ ଟ୍ରାଏ କରିବେ ଦେଖିବେ ବିଲକୁଲ ହିଁ ଜଣା ପଡ଼ିବନି। ଦେଖନ୍ତୁ ଏମିତି କିଛି ପୁରୁଣା ଶାଢ଼ୀରେ ବହୁତ ହି ସୁନ୍ଦର ଭାବରେ ଆମେ ଏମିତି ହେୟାର ରିବନଟେ ବନେଇ ପାରିଲେ, ଆଉ ଛୋଟ ସାଇଜ୍‌ରେ ପିଲୋଟିକୁ ଏମିତି ବନେଇକି ଆମର ଘରକୁ ସଜେଇ ବି ପାରିବା। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତ ଆପଣମାନେ କୋଉଠୁ ଦେଖୁଛନ୍ତି ଭିଡ଼ିଓଟି ତ ତାହା ବି କମେଣ୍ଟ ମାଧ୍ୟମରେ ଜଣେଇଦେବେ। ରହିଲି, ଜୟ ଜଗନ୍ନାଥ।